ପାଖରେ ଫିଲିଂସ୍ କରିବେ। गीत बाजिब ईश्वर अपने साथ है। आम साथी किए तो ईश्वर साथी रे रखले ईश्वर अपने साथ है। डरने की क्या बात है। समस्त हाथ एमती रखिले साथी रे साइलेंस। नहीं आपस रे कथा नहीं। ईश्वर अपने साथ है। डरने की क्या बात है। ईश्वर अपने साथ है। डरने की क्या बात है। सदा सफलता साथ हमारे। सदा सफलता साथ हमारे। हाथ में उसके हाथ है। भगवान पर हाथ मो हाथ रखी अनुभव करतु। डरने की क्या बात है। सदा सफलता साथ हमारे। सदा सफलता साथ हमारे। हाथ में उसके हाथ है। ईश्वर अपने साथ है। डरने की क्या बात है। साथी अनुभव कल कि आमर साथी ईश्वर साथी। ईश्वर कौन रहउचंदी पर्वत रे। तमे क्या करियो पर्वत को जाउछ ना मंदिर को जाउछ कोडी के जाउछ आ पर्वत रे ईश्वर अछंती कहउछ। अच्छा देखो पिले तुमे माने भविष्य रे कोन हबो एई कोन डॉक्टर हबो इंजीनियर हबो पुलिस हबो। अच्छा आ कोन आर्मी हबो। अच्छा आ कोन हबो किंतु के राम भलिया आमे कहलो आ के कृष्ण भलिया आमे कहलो। अच्छा
ବିଶି ଆଙ୍ଗୁଳି ଅଛି। ସିଏ କହିଲା ମୁଁ ସମସ୍ତଙ୍କୁ ସୂଚେଇ ଦେଉଛି, ଆମେ କାହାକୁ ଦେଖେଇଲେ ଚିହ୍ନଣି କଲେ କୋଉ ଆଙ୍ଗୁଳି ବାହାରୁଛି? ଫାର୍ଷ୍ଟ ପଏଣ୍ଟ ଫିଙ୍ଗର ବାହାରୁଛି। ସିଏ କହିଲା ମୁଁ ବଡ଼। ତା ପାଖରେ ଆଉ କୋଉ ଆଙ୍ଗୁଳି ଅଛି? ମିଡିଲ ଆଙ୍ଗୁଳି ଅଛି। ସିଏ କହିଲା ସତରେ ତ ମୁଁ ବଡ଼, 5ଟା ଆଙ୍ଗୁଳି ଭିତରେ ମୁଁ ବଡ଼। ତା ପାଖରେ କୋଉ ଆଙ୍ଗୁଳି ଅଛି? ପରି ଆଙ୍ଗୁଳି ଅଛି। ସିଏ କହିଲା ମୁଁ ନଥିଲେ କୌଣସି କାମ ହିଁ ନଥିଲା, ମୁଁ ସମସ୍ତଙ୍କୁ କ'ଣ ଦଉଛି? ଏ ଆଙ୍ଗୁଳିରେ ଆମେ କ'ଣ ଦଉଛେ? ଚନ୍ଦନ ଦଉଛେ, ଭଗବାନଙ୍କୁ ଚନ୍ଦନ ଦଉଛେ, ଗ୍ୟାସରେ ଚନ୍ଦନ ଦଉଛେ। ତା ପାଖକୁ କୋଉ ଆଙ୍ଗୁଳି ଅଛି? କାଣି ଆଙ୍ଗୁଳି କହିଲା ମୁଁ ଛୋଟ ହେଲେ ମଧ୍ୟ ବଡ଼। ଶ୍ରୀକୃଷ୍ଣ କୋଉ ଆଙ୍ଗୁଳି ଗିରି ଗୋବର୍ଦ୍ଧନ ପାହାଡ଼ ଉଠେଇଥିଲେ? କାଣି ଆଙ୍ଗୁଳି କହିଲା ମୁଁ ବଡ଼। ସମସ୍ତେ ଯେତେବେଳେ ମୁଁ ବଡ଼ ବୋଲି କହିବେ, ସେତେବେଳେ ଆଉ କିଛି କଥା ଛିଡ଼ିଲାନି ଯେ ବଡ଼ କିଏ? ତୁମ ସମସ୍ତଙ୍କ ପାଇଁ ଆଇସ୍କ୍ରିମ୍ ଆସିଛି, ବର୍ଷ ସିଆଡ଼େ ଦେଖନି, ମିଳିବ। ହେଲେ ସମସ୍ତେ ଏ ଫଇସଲା ଛିଡ଼େଇବା ପାଇଁ ବ୍ରହ୍ମାଙ୍କ ନିକଟକୁ ଗଲେ। କାହା ପାଖକୁ ଗଲେ? ବ୍ରହ୍ମାକୁ ପଚାରିଲେ ଯେ ଆମ 5 ଜଣଙ୍କ ଭିତରେ ବଡ଼ କିଏ? ବ୍ରହ୍ମା କହିଲେ ଏଠି ବୁନ୍ଦି ଆଣିକିରି ଦେଲେ, କହିଲେ ଜଣେ ଦେଲେ ଆଙ୍ଗୁଠିରେ ବୁନ୍ଦି ତିଆରି, ଲଡୁ ତିଆରି କର। କ'ଣ କହିଲେ ବ୍ରହ୍ମା? ତାଙ୍କୁ ବୁନ୍ଦି ଦିଆଗଲା ଯେ ଗୋଟେ ଗୋଟେ ଆଙ୍ଗୁଠିରେ ଲଡୁ ତିଆରି କର। ଲଡୁ ହେଇପାରିବ ଗୋଟେ ଆଙ୍ଗୁଠିରେ? କିଏ ବି ଲଡୁ ତିଆରି କରିପାରିଲେ ନାହିଁ। ବ୍ରହ୍ମା କହିଲେ ଏଥର ବଡ଼ କିଏ? କିଏ ବି ବଡ଼ ନାହିଁ। ସମସ୍ତେ 5ଟା ଆଙ୍ଗୁଠି ଯେତେବେଳେ ମିଶିଲେ ସେତେବେଳେ କ'ଣ ହେଲା? ଲଡୁ ତିଆରି ହେଇପାରିଲା। ତାହେଲେ ଏଥିରୁ କ'ଣ ଶିଖିଲ ନା ସହଯୋଗର ଶକ୍ତି, ଜଣେ ଜଣକୁ ସହଯୋଗ କରିବା, ଯାହାଦ୍ୱାରା କ'ଣ ହବ? ଗୋଟେ ଲଡୁ ତିଆରି ହେଇପାରିଲା। ଯେମିତି ଆମେ ଜଣେ ଜଣଙ୍କୁ ହେଲ୍ପ କରିବା, ସହଯୋଗ କରିବା, ତାହେଲେ ଆମେ ଆଗକୁ ଯାଇପାରିବା। ସମସ୍ତଙ୍କ ଭିତରେ, ସାଙ୍ଗସାଥି ଭିତରେ ହଉ, ପରିବାର ଭିତରେ ହଉ, ପରିବାରରେ ବାପା ମାଆଙ୍କୁ ଆମେ ହେଲ୍ପ କରିବା, ସହଯୋଗ ଦେବା, ମମିକୁ ସହଯୋଗ ଦେବା, ବାପାକୁ ସହଯୋଗ ଦେବା, ଆମ ଛୋଟ ଭାଇ ଭଉଣୀକୁ ସହଯୋଗ କରିବା। ତାହେଲେ ଆମେ କ'ଣ ହେବା? ଆମର କ'ଣ ହବ? ସହଯୋଗ ଦ୍ୱାରା ଆମକୁ ମଧ୍ୟ କିଏ ସହଯୋଗ କରିବେ। ଯେମିତି ପରିବାର ସହଯୋଗ କରିବା, ସେମିତି ସ୍କୁଲରେ ସାଙ୍ଗସାଥିମାନଙ୍କୁ ମଧ୍ୟ ଆମେ ହେଲ୍ପ କରିବା, ସହଯୋଗ କରିବା। ବିନା ସହଯୋଗରେ କିଛି ହବନି। ଏବେ ତୁମ ମା ତୁମକୁ ଯଦି ସହଯୋଗ ଦେବେନି, ସକାଳୁ ଉଠିକି ଟିଫିନ୍ ବନେଇବେନି, ତୁମେ କେମିତି ଆସିବ ଖାଇବା ପାଇଁ? ନା ନାଇଁ? ତ ମାକୁ ବି ଆମେ ସହଯୋଗ କରିବା। ତ ସମସ୍ତଙ୍କ ଭିତରେ କ'ଣ ରଖିବା? ସହଯୋଗ। ଛୋଟମାନଙ୍କୁ ବି ଆମେ ସହଯୋଗ କରିବା, ବଡ଼ମାନଙ୍କୁ ବି ଆମେ ସହଯୋଗ କରିବା। ହେଲା, ବୁଝିଲ? ତାପରେ ଆଉ କାହାଣୀ ଶୁଣିବ ନା? ଶୁଣିବ କାହାଣୀ? ଦେଖ, ଆମ ଜୀବନରେ 4ଟା ଜିନିଷ ନିହାତି ଆବଶ୍ୟକ। ପିଲା ଆପସରେ କଥା ନାହିଁ, ପ୍ଲିଜ୍ ଶୁଣ। ଗୋଟେ ଟେବୁଲର କେତେଟା କୁରା? 4ଟା କୁରା। ଗୋଟେ କୁରା ଯଦି ଭାଙ୍ଗିଯିବ ଆମେ ଟେବୁଲରେ ବସିପାରିବା? ନାଇଁ ନା? ତ ସେ 4ଟା ଜିନିଷ ନିହାତି ଆମ ଷ୍ଟୁଡେଣ୍ଟ ଲାଇଫ ପାଇଁ ନିହାତି ଦରକାର। ଗୋଟିଏ ହେଲା IQ, ଇଣ୍ଟେଲିଜେଣ୍ଟ କ୍ୱେଶ୍ଚିନ୍। ସେକେଣ୍ଡ ହେଲା EQ, ଇମୋସନାଲ କ୍ୱେଶ୍ଚିନ୍। ମନେ ରଖନ୍ତୁ ସମସ୍ତେ, ଯେଉଁମାନେ ଲେଖୁଛନ୍ତି ବି ଲେଖିପାରିବେ। ଥାର୍ଡ ହେଲା SQ, ଫୋର୍ଥ ହେଲା MQ, ମୋରାଲିଟି। SQ ମାନେ ସ୍ପିରିଚୁଆଲିଟି। ফার্স্ট কোন কোলা ইন্টেলিজেন্ট। দেখো আমি পাঠরে ইন্টেলিজেন্ট, আমি 90% আনলে, 70% আনলে, 90% আনলে, কিন্তু আম ভিতরে সংস্কার নাই। আম ভিতরে চোরাইবা সংস্কার থিব, আম ভিতরে ঝুট কইবা সংস্কার থিব, মিছ কইবা সংস্কার থিব। তাহলে আমি 90% আনলে কোন হব? কথার কৌছন না, থিলে থাক পছে, জানছ না নাই? থিলে থাক পছে, গুণ হাজার, চরিত্র নথিলে
स्नेह देवा रेस्पेक्ट देवा रिगार्ड देवा बुझिल ना मेडल फाइट करवा नहीं ना थर्ड है स्पिरिचुअलिटी आध्यात्मिकता जमीती गोटे गाड़ी को किए चलाउची ड्राइवर चलाउची बापा चलाउचंदी जे गाड़ी को चलाती ताकू कोन कह जाए ड्राइवर कह जाए गाड़ी रो खाद्य कोन आउ गाड़ी जे चलाउची तार खाद्य गाड़ी रो ड्राइवर कोड बसी गाड़ी चलांती आगरे बसी की हां सेमती देखो ए शरीर होची गोटे गाड़ी ए शरीर गाड़ी रो ड्राइवर होचंदी के सेडा देखा जाउनी ए शरीर को गोटे सूक्ष्म शक्ति चलाउची तार ना होची सोल तार ना होची आत्मा तार ना होची ऊर्जा गाड़ी रो ड्राइवर जेमती फ्रंट सीट रे बसले गाड़ी चलाउची सेमती ए शरीर रो ड्राइवर आगरे बसी गाड़ी चलाउची आगरे माने दुई फुकुटी रो मझिरे समस्त अनुभव करंतु दुई फुलतार मझिरे जोड आपण माने चंदन लगौचंदी मंदिर गले सेठी गोटे सूक्ष्म शक्ति अछि जोडा कि आकाश रो तारा भली से चमकुची अनुभव करंतु आकाश रो तारा भली एठी मोर गोटे शक्ति अछि से शरीर को चलाउची बुझिलो ताकू यदि आमे शक्तिशाली बनेबा हमर पाठ मन रहबो कार कार पाठ पढले मन रहउनी हाथ टेकिलो मन रहउनी आ ताबे मिली बतेया आ का पाठ पढियो को विचार लागुची हाथ टेकिलो कोई कोलिए विरक्त लागुची खेलिबा को इच्छा होची बाहर को जीवा को इच्छा होची देखो सेही सोल को जदि आमे पावरफुल बनेबा ताहले आमे सब किछि कर परिबा हम भीतर विल पावर आसीबो आसीबो ना नहीं आत्मा को जे जागृत होला ता भीतर सब जग एनर्जी आसीबा और से सब किछि कर परिबो आई कैन डू इट मो सब किछि कर परिबो भीतर सब प्रकार बळ अछि आमे कोन निर्बळ हो जाउछे जदि ड्राइवर को खाइबा को दिया जीवनी ताहले से कोन हो गाड़ी चलै परिबो जेमती पिले कहले ड्राइवर रो खाद्य भात डाली सब्जी आउ गाड़ी रो खाद्य पेट्रोल सेमती शरीर रो खाद्य कोन भात डाली सब्जी आउ शरीर को जो शक्ति चलोची तार खाद्य होला पॉजिटिव थॉट्स आमे जते पॉजिटिव थॉट्स पॉजिटिव चिंतन करिबा तो आत्मा सेति की पावरफुल होबो हम भीतर एनर्जी आसीबो आउ हमर पाठ पढिया प्रति इच्छा होबो तापर आसिला मोरालिटी नैतिकता नैतिकता रे कोन शिखिबे कहउछन ना नैतिक ज्ञान भीतर नाही नैतिकता माने केबे भी आमे मिछ कहिबा नाही केबे भी रागिबा नाही केबे भी गंदा वर्ड कहइबा नाही कहउछन ना तुम भीतर कथा आपस रे लड़ाई झगड़ा कोन कहउछन खराब खराब कथा गाली कहउछन नहीं तो ए जिंस जाका में करिबा नाही ताहला हम कोन हेबा सुना पिला बा गुड गर्ल गुड बॉय बा कथा बाची ना लिखेंगे पढ़ेंगे तो बनेंगे नवाब खेलेंगे कूदेंगे तो होंगे खराब जे पढ़ा लिखा करिबो से कोन हबो नवाब हबो आ जे खेल कूद रे टाइम पास करिबो से कोन हबो खराब हबो त हमें कोन हेबा हमें कोन हेबा खराब हेबा कोन हेबा नवाब हेबा तो देखो काऊ आउ कोइली पिला आपस रे कथा हुआ ना काऊ कोइली देखिबो केमती किए देखिनी काऊ किए देखिनी हाथ टेकिलो काऊ किए देखिनी हाथ टेकिलो किए ले देखिनो काऊ जे काऊ देखिछ हाथ टेकिलो आ जे कोइली देखिछ हाथ टेकिलो समस्त देखिछ काऊ कोइली देखिबा को रंग की परी किंतु
କାଉକୁ ବେଶୀ ଭଲ ପାଉଛନ୍ତି ନା କୋଇଲିକୁ ବେଶୀ ଭଲ ପାଉଛନ୍ତି? କାହିଁକି? ଆଉ ଶୁଣ, ଦିନେ କାଉ ଉଡ଼ି ଉଡ଼ି ଆମେରିକା ଯାଉଥିଲା, ଭାରତରୁ ଆମେରିକା ଯାଉଥିଲା କାଉ। ତାକୁ ରାସ୍ତାରେ କୋଇଲି ଦେଖିଲା, କହିଲେ ଯେ କାଉ ଭାଇ ତୁମେ କୁଆଡ଼େ ଯାଉଛ? ଏଇ ଭାରତରୁ ତମେ କୁଆଡ଼େ ଯାଉଛ? ନା ମୁଁ ବିଦେଶ ପଳେଇବି, ଆମେରିକା ପଳେଇବି, କାହିଁକି ନା ମୁଁ ଭାରତର ଲୋକ ଆଉ ଭଲ ପାଇଲେନି, ଯୋଉଠି ବସିବି ମତେ ଖାଲି ଅଡେଇଲେ, ଟେକା ପତ୍ର ଛାଡ଼ିଲେ, ମୁଁ ଏବେ ଆମେରିକା ଯିବି। ତ ସେଠି କୋଇଲି କହିଲା କାହିଁକି ତୁମେ ଆମେରିକା ଯିବ? ନା ତୁମକୁ ସମସ୍ତେ ଭଲ ପାଉଛନ୍ତି, ମତେ କେହି ବି ଭଲ ପାଉନାହାନ୍ତି। ସେଠି କୋଇଲି କହିଲେ ଯେ ତୁମେ ଯେତେବେଳେ ବସୁଛ ତୁମର ଏ କର୍କଶ ଶବ୍ଦ ଶୁଣିକିରି ତୁମକୁ ସମସ୍ତେ ଗୌଡ଼େଇ ଦେଉଛନ୍ତି, ଆଉ ମୋର ମିଠା ସ୍ୱର ଶୁଣି ସମସ୍ତେ ମତେ ଭଲ ପାଉଛନ୍ତି। ତୁମେ ଯଦି ତୁମର ସ୍ୱରକୁ ଚେଞ୍ଜ କରିବ ତାହେଲେ ତୁମେ ଯୋଉଠି ବି ଗଲେ ତୁମକୁ ସ୍ନେହ ମିଳିବ। ତୁମେ ଏବେ ଆମେରିକା ଗଲେ ବି ତୁମକୁ ଘୋଡ଼େଇ ଦେବେ, ତାହେଲେ ତୁମେ ନିଜକୁ ପରିବର୍ତ୍ତନ କର। ଏଠି ଆମେ କ'ଣ ଶିଖିଲେ? ସଦାବେଳେ ଆମର ବଚନ କ'ଣ ହେବା ଦରକାର? ମଧୁର ହେବା ଦରକାର। ଯଦି ଆମେ ରାଗିବା, କର୍କଶ ଶବ୍ଦ କହିବା, ତାହେଲେ ଆମକୁ କେହି ବି ଭଲ ପାଇବେ ନାହିଁ। ସେଥିପାଇଁ ନିଜ ଭିତରେ କୋଉ ଗୁଣ ରଖିବା? ମଧୁରତା ଗୁଣ। କୋଉ ଗୁଣ ରଖିବା? ସମସ୍ତେ ଜୋରସେ କୁହନ୍ତୁ, ଆଜିଠୁ କ'ଣ କହିବେ? ମଧୁରତା। ଆଜିଠୁ କହିବେ, ବେଶୀ କଥା ହେବେନି, କମ୍ କହିବେ, ଧୀରେ କହିବେ, ଆଉ ମଧୁର ବୋଲ କହିବେ। କ'ଣ କହିବେ? ଆଚ୍ଛା, ହଁ। ଆଉ ମୁଁ ଏବେ କହୁଥିଲି ଯାହାକୁ ରାଗ ଆସୁଛି, ଏବେ ଶୁଣନ୍ତୁ, ଟିକେ ଶୁଣନ୍ତୁ, ଟିକେ ଆଉ 2 ମିନିଟ୍ ଶୁଣନ୍ତୁ। ନିଜକୁ ନିଜେ ଆମେ ଭାବିବା ଆଇ ଏମ୍ ପାୱାରଫୁଲ୍ ସୋଲ୍। ଯାହାର ମନେ ରହୁନି ପାଠ ଉପରେ ମୁଁ କହୁଛି, ଧ୍ୟାନ ସେ ଶୁଣନ୍ତୁ। ନିଜକୁ କହିବା, ସକାଳୁ ଉଠିଲେ ଭଗବାନଙ୍କୁ ଥ୍ୟାଙ୍କ୍ସ ଜଣାଇବା। ସକାଳୁ ଉଠିଲେ କ'ଣ କ'ଣ କହିବେ ମୁଁ କହିଦେଉଛି ଶୁଣନ୍ତୁ। ସକାଳୁ ଉଠିଲେ କ'ଣ କରିବେ? ଭଗବାନଙ୍କୁ ଗୁଡ୍ ମର୍ଣ୍ଣିଂ କରିବେ। କ'ଣ କରିବେ? କାଇଁ ଆଜି କୋଉମାନେ ଉଠିଲେ କରିବେ? ହାତ ଟେକିଲେ। ଆଉ ସମସ୍ତେ କରିବେ ନାହିଁ? କରିବେନି? ସକାଳୁ ଉଠିଲେ କ'ଣ କରିବେ? ସକାଳୁ ଉଠିଲେ ଗୁଡ୍ ମର୍ଣ୍ଣିଂ କରିବେ। କାହାକୁ କରିବେ? ଭଗବାନଙ୍କୁ ଗୁଡ୍ ମର୍ଣ୍ଣିଂ କରିବେ। ତାପରେ ଗୁଡ୍ ମର୍ଣ୍ଣିଂ କାହାକୁ କରିବେ? ବାପା ମାଙ୍କୁ ପ୍ରଣାମ କରିବେ। ତାପରେ କ'ଣ କରିବେ? ନିଜକୁ ଥ୍ୟାଙ୍କ୍ସ ଦେବେ। ଆଇ ଏମ୍ ଓକେ। କ'ଣ କରିବେ? ଆଇ ଏମ୍ ଓକେ, ଆଇ ଏମ୍ ଓକେ, ଆଇ ଏମ୍ ଭେରି ଫାଇନ୍। ସମସ୍ତେ କୁହନ୍ତୁ, ଆଇ ଏମ୍ ଭେରି ଫାଇନ୍। ଆହୁରି ଜୋରସେ ସମସ୍ତେ ଏମିତି କୁହନ୍ତୁ, ଆଇ ଏମ୍ ଭେରି ଫାଇନ୍। ତ କେବେ ହେଲେ ତୁମକୁ କିଛି ହବନି। କୁହ, ସମସ୍ତେ କୁହ, ଆଇ ଏମ୍ ଭେରି ଫାଇନ୍। ମାଇ ହେଲ୍ଥ ଇଜ୍ ଭେରି ଫାଇନ୍। କହୁଛ ନା, ହେଲ୍ଥ ଇଜ୍ ୱେଲ୍ଥ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମ ସ୍ୱାସ୍ଥ୍ୟ ଯଦି ଠିକ୍ ନଥିବ ଆମେ ପାଠ ପଢ଼ିପାରିବା? ତ କ'ଣ କହିବା? ସକାଳୁ ଉଠିଲେ ମାଇ ହେଲ୍ଥ ଇଜ୍ ଭେରି ଫାଇନ୍। ଆଇ ଏମ୍ ପାୱାରଫୁଲ୍ ସୋଲ୍। କ'ଣ କହିବା? ଆଇ ଏମ୍ ପାୱାରଫୁଲ୍ ସୋଲ୍। ଆଇ ଏମ୍ ସକ୍ସେସଫୁଲ୍ ସୋଲ୍। ସକାଳୁ ଉଠିଲେ ଯିଏ କହୁଥିବ ଆଇ ଏମ୍ ସକ୍ସେସଫୁଲ୍ ସୋଲ୍, ତାର ସାରା ଦିନ ଯାକ କ'ଣ ହବ? ସଫଳତା ପାଇବ। ସିଏ ତାକୁ କୌଣସିରେ ଅସୁବିଧା ହବ ନାହିଁ। ଯାହାକୁ ଡର ଲାଗୁଛି
peaceful soul. ଆଉ କଣ କହେ ମୁଁ କେତେ ଭାଗ୍ୟବାନ ଆତ୍ମା ସମସ୍ତେ କୁହନ୍ତୁ ମୁଁ ଭଗବାନଙ୍କର ସନ୍ତାନ। ଆଉ ଏବେ ଗୋଟେ ଆକ୍ଟିଭିଟି ତୁମକୁ ଦେଖାବ ମାଇଣ୍ଡରେ ଏକାଗ୍ରତା ଯାହାର ଏକାଗ୍ରତା ଶକ୍ତି ନାହିଁ ତାର ପାଠ ପଢ଼ିଲେ ମନେ ରହିବ ନାହିଁ। ଯିଏ ମନୋବୃତ୍ତିକୁ ଏକାଗ୍ର କରିକି ବସିବ ଆଉ ପଢ଼ିବ ତାର ପାଠ ମନେ ରହିବ। ଏବେ ତୁମମାନଙ୍କର ଏକାଗ୍ରତା ଶକ୍ତିକୁ ଚେକ୍ କରାହବ କାହାର କେତିକି ଏକାଗ୍ରତା ଅଛି। এইটাକୁ ଏମିତି ରଖିବ। बाबा को मन पकाओ। आमे पाठ पढ़ा तापे विशेष गुरुत्व देवा ता आपे आपे से अन्य सब्जेक्ट मध्य भी आमर से मेकअप कर दो मार्क को मेकअप कर दो किंतु आमर दक्षता अनुसार जो थे आमर भल दक्षता अछि से दक्षता अनुसार आमर प्रत्येक काम करिबा
ହେଲା ମୋ ପାଖରେ ଏଇ କାମଟା ହେଇପାରୁଛି, କାହା ପାଖରେ ଭଲ ଚିତ୍ର ହେଇପାରୁଛି, କାହା ପାଖରେ ଖେଳକୁଦ ଏ ସବୁଥିରେ ସିଏ ପାରଙ୍ଗମ କିଏ ଅଛନ୍ତି, କିଏ ଭଲ ଆର୍ଟିଷ୍ଟ ହେଇପାରୁଛି, କିଏ ଭଲ ନୃତ୍ୟ କରିପାରୁଛି, ନିଜର କିଛି କିଛି ଯୋଉ ବିଶେଷତା ରହିଛି, ବିଶେଷ ଗୁଣ ରହିଛି, ବିଶେଷ ଦକ୍ଷତା ରହିଛି, ସେ ଅନୁସାରେ ଯଦି ଆମର ଶିକ୍ଷାଟାକୁ ବନେଇବା ତାହେଲେ ମଧ୍ୟ ବି ଆମେ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିଯିବା। ଏଇ କମ୍ପିଟିସନରେ ଆମେ ଏଇଟା ବି ଶିଖିଲେ। ତାପରେ କଣ ହେଲା, ପୁଣି ଆଉ ଥରେ ଠେକୁଆ ଯେତେବେଳେ ଇଏ ଜିତିଗଲେ, କଇଁଛ ଜିତିଗଲା। ଏବେ କିଏ ଜିତିଲା? ତୃତୀୟ କମ୍ପିଟିସନରେ କିଏ ଜିତିଲା? କଇଁଛ ଜିତିଲା। ତାପରେ ଚତୁର୍ଥ କମ୍ପିଟିସନ ହେଲା। ଚତୁର୍ଥ କମ୍ପିଟିସନ ଯେତେବେଳେ ହେଲା, ସେତେବେଳେ କଣ ହେଲା ଯେ ଗୋଟେ ଉଭୟଙ୍କ ଭିତରେ ଗୋଟେ ମୀମାଂସା କଲେ ହେଲା। କିଛି ରୁଲ ଟିକେ ବଦଳେଇ ଦେଲେ, ରୁଲ ଟିକେ ଆଉ ଟିକେ ବଦଳେଇଲେ। କଣ କଲେ ନା ଏଇ ତଳ ଭାଗ ଯେତେବେଳେ ଆସିବ, ସେ କଇଁଛ ଠେକୁଆ ପିଠିରେ ବସିବ। ତଳ ଭାଗ ଯେତେବେଳେ ଆସିବ, କଇଁଛ କୋଉଠି ବସିବ? ରହିଲେ ଠେକୁଆ ପିଠିରେ। ଯେତେବେଳେ ଜଳ ଭାଗ ଆସିବ, ଜଳ ଭାଗ ଯେତେବେଳେ ଆସିବ, ଯାହା ପାଖରେ ଅଛି ସିଏ ଭାଗ ନେଇ ପିଲେ ହେଲା। ଯେତେବେଳେ ଜଳ ଭାଗ ଆସିବ, କିଏ ବସିବ କାହା ପିଠିରେ? କାଇ ୟା ଟିକେ ଧ୍ୟାନ ଦିଅ ପିଲେ। ଏବେ କିଏ କାହା ପିଠିରେ ବସିବ ଜଳ ଭାଗରେ? କଇଁଛ ପିଠିରେ ଠେକୁଆ, କଇଁଛ ପିଠିରେ ଠେକୁଆ ବସିଲା। ହେଲେ କମ୍ପିଟିସନ ଆରମ୍ଭ ହେଲା। ପୁଣି ଆଉଥରେ ହୁଇସିଲ କିଏ ବଜେଇଲା? ବିଲୁଆ ବଜେଇଲା। ଯେତେବେଳେ ବିଲୁଆ ହୁଇସିଲ ବଜେଇଲା, ରେସ୍ ଷ୍ଟାର୍ଟ ହେଲା। ପ୍ରଥମେ କାହା ପିଠିରେ କିଏ ବସିଥିଲା? ଠେକୁଆ ପିଠିରେ କଇଁଛ ବସି କମ୍ପିଟିସନ ଷ୍ଟାର୍ଟ କଲେ। ଯେତେବେଳେ ଜଳ ଭାଗରେ ଆସିଲା, କଇଁଛ ପିଠିରେ ଠେକୁଆ ବସିଲା। ତାହେଲେ ଯେମିତିକି ଆକାଂକ୍ଷା କହୁଥିଲା, ଏବେ ଶେଷରେ କିଏ ଜିତିଲା ପିଲେ? ଏଥର ମିଶିଲେ ଦୁଇ ଜଣ ଯାକ। ତେଣୁକରି ଆମର ଜଣେ ଅନ୍ୟ ଜଣଙ୍କର ସହଯୋଗୀ ହେଇକି ଯଦି କରିବା, ସହଯୋଗିତାରେ ଯଦି ଆମେ ପ୍ରତ୍ୟେକ କାମ କରିବା, ସହଯୋଗିତା ବା ସହଭାଗିତା, ସହଯୋଗିତା ଆଉ ସହଭାଗିତା ହୋଇକି ଯଦି ଆମେ କାମ କରିବା, ତାହେଲେ ଆମେ ପ୍ରତ୍ୟେକ ଶିକ୍ଷାରେ, ପ୍ରତ୍ୟେକ କାର୍ଯ୍ୟରେ ସହଜ ସଫଳତା ହେଇପାରିବା। ମତେ ଇଂରାଜୀ ଆସୁନି, ଯାହାକୁ ଇଂରାଜୀ ଆସୁଛି ତାକୁ ଟିକେ ବୁଝିଦେବା, ବା ମତେ ଗଣିତ ଆସୁନି, ଯାହାକୁ ଗଣିତ ଆସୁଛି ତାକୁ ବୁଝିଦେବା। ଆମେ ଜଣେ ଜଣକୁ ଯଦି ଆମେ କିଛି ପଢେଇବା, ଶିଖେଇବା, ଅନ୍ୟ ଜଣେ ଯେତେ ଯେତେ ଆମେ ଜ୍ଞାନକୁ ବାଣ୍ଟିବା, କଣ ଜ୍ଞାନ କମିଯାଏ କି ପିଲେ? ନାଇଁ, ଆହୁରି ବଢିଥାଏ। ଅନ୍ୟର ବି ଜ୍ଞାନ ବଢେ, ଆମର ବି ଜ୍ଞାନ ବଢି ବଢି ଚାଲିବ ହେଲା। ତେଣୁକରି ଆମେ ଯଦି ଜଣେ ଅନ୍ୟ ଜଣକୁ ଜ୍ଞାନ ବାଣ୍ଟି, ଜଣେ ଜଣଙ୍କର ସହଯୋଗୀ ହେବା, ଜଣେ ଅନ୍ୟ ଜଣଙ୍କୁ ଶିଖେଇବା, ତାହେଲେ ଶିକ୍ଷା ଆମ ଭିତରେ ଆହୁରି ବଢିଥାଏ, ଆହୁରି ବଢିଥାଏ। ସେଥିପାଇଁ ଆମେ ସଫଳ ବିଦ୍ୟାର୍ଥୀ ଯଦି, ଉତ୍ତମ ବିଦ୍ୟାର୍ଥୀ ଯଦି ହେବାର ଅଛି, ତାହେଲେ ଏଇ ସବୁ ଯାକ ଗୁଣ ଆମ ଭିତରେ ରହିବା ଆବଶ୍ୟକ ହେଲା। ହେଲେ ଏବେ ଗୋଟେ କାହାଣୀର, ଆଉ ଗୋଟେ କାହାଣୀର ସମୟ ଆସିଲା। ଥରେ ପାଣିର ବ୍ୟବସ୍ଥା ଟିକେ କରନ୍ତୁ ଶିବ ଭାଇ। ପାଣି ମାଗୁଛି, ଆସନ୍ତୁ ବସ୍ତ ବାବୁ, ଆଣି ପାଣି ଆଣି ସମସ୍ତଙ୍କ ପାଇଁ ପାଣିର ବ୍ୟବସ୍ଥା ହେବ, ଯିଏ ପାଣି ପିଇବ। ଗୋଟେ ରାଜ୍ୟରେ, ଗୋଟେ ଛୋଟ ରାଜ୍ୟଟିଏ, ତାର ସୈନ୍ୟ ବଳ ବହୁତ କମ୍, ସୈନ୍ୟ ବଳ ବହୁତ କମ୍, ତାର ଅସ୍ତ୍ରଶସ୍ତ୍ର ମଧ୍ୟ ବହୁତ କମ୍, ଦୁର୍ବଳ ରାଜ୍ୟ। ସେଇ ରାଜ୍ୟ ଉପରେ ଆଉ ଗୋଟେ ରାଜ୍ୟ, ଶକ୍ତିଶାଳୀ ରାଜ୍ୟ, ଯାହାର କି ବହୁତ ସେନାପତି ରହିଛନ୍ତି,
ବହୁତ ସୈନ୍ୟ ରହିଛି, ବହୁତ ଅସ୍ତ୍ରଶସ୍ତ୍ର ରହିଛନ୍ତି, ସମସ୍ତେ ସୁସଜ୍ଜିତ ଭାବରେ ଅଛନ୍ତି। ସେଭଳି ଏକ ଶକ୍ତିଶାଳୀ ରାଜା ଆକ୍ରମଣ କରିଦେଲା। କ'ଣ କଲା? ଛୋଟ ରାଜ୍ୟ ଉପରେ ଆକ୍ରମଣ କଲା। ହେଲେ ସେଇ ସମୟରେ କ'ଣ ହେଇଛି ନା ଦୂତ ଯାଇକିରି ସେନାପତି ପାଖକୁ କହିଛି ଯେ ଆମ ରାଜ୍ୟ ଉପରେ ଆଉ ଗୋଟିଏ ଶକ୍ତିଶାଳୀ ପଡ଼ୋଶୀ ଶକ୍ତିଶାଳୀ ରାଜା ଆକ୍ରମଣ କରିବାକୁ ଯାଉଛନ୍ତି। ସେନାପତି ସେତେବେଳେ ରାଜାଙ୍କୁ ଯାଇକି କହିଛି, ମହାରାଜ ମହାରାଜ, ଆମ ରାଜ୍ୟ ଉପରେ ଏବେ ସଙ୍କଟ ଆସିଗଲାଣି, ଏବେ ଆମର ପରାଜୟ ନିଶ୍ଚିତ। ଆପଣ କ'ଣ କରନ୍ତୁ, କିଛି ସୁବିଧା ଜାଗା ଦେଖି ପଳାୟନ କରନ୍ତୁ, ନିଜର ଜୀବନକୁ ରକ୍ଷା କରନ୍ତୁ। ଆମର ପରାଜୟ, ଆମେ ହାରିବା ହିଁ ହାରିବା। ଟିକେ ମନ ଦେଇ ଗପଟା ଶୁଣୁଛ ପିଲେ, ପ୍ରଶ୍ନ ପଚାରିବି, ମନ ଦେଇକି ଟିକେ ଶୁଣୁଥ ହେଲା ଉତ୍ତର କହିବା ପାଇଁ। ହେଲେ ସିଏ କିମ୍ କର୍ତ୍ତବ୍ୟ ବିମୂଢ଼ ହେଇଗଲେ, କିଛି ଭାବି ପାରିଲେନି ରାଜା କ'ଣ କରିବି। ସେତେବେଳେ ସିଏ ତାଙ୍କର ଗୁରୁଙ୍କ ପାଖକୁ ଗଲେ। ଗୁରୁଜୀ, ଏଭଳି ଏକ ସମସ୍ୟା ଆସିଗଲା, ଆମ ରାଜ୍ୟକୁ ଏକ ଶକ୍ତିଶାଳୀ ରାଜା ଆକ୍ରମଣ କରିବାକୁ ଯାଉଛି, ଏହି ବିପଦରୁ ଆମକୁ କିଛି ରକ୍ଷା କର। ସେତେବେଳେ ଗୁରୁଜୀ କିଛି ସମୟ ଧ୍ୟାନରେ ବସିଲେ, ତାପରେ ଗୋଟିଏ ଉପଦେଶ ଦେଲେ ଯେ ତୁମର ଏ ରାଜ୍ୟର ସେନାପତିଟାକୁ ଏ ସିଟରୁ ହଟେଇ ଦିଅ। କ'ଣ କହିଲେ? ଗୁରୁ କ'ଣ କହିଲେ? ସେନାପତିଟାକୁ ଏକା ତାର ପଦରୁ ହଟେଇ ଦିଅ। ଏବେ ଯୁଦ୍ଧ ହେବାକୁ ଯାଉଛି, ସେନାପତିକୁ ହଟେଇ ଦେବା ପାଇଁ ଗୁରୁଜୀ କହୁଛନ୍ତି। ହେଲେ ସେନାପତି ହବ କିଏ? ଶେଷରେ ରାଜା କିଛି ଭାବି ନ ପାରି ସେ ଗୁରୁଜୀଙ୍କୁ ହିଁ କହିଦେଲେ, ଗୁରୁଜୀ ମୁଁ ସେନାପତିକୁ ହଟେଇ ଦେଉଛି, କିନ୍ତୁ ସେନାପତି ଦାୟିତ୍ୱ ନେବାକୁ ପଡ଼ିବ ତୁମକୁ। କାହାକୁ ଦେଲେ ସେନାପତି ଦାୟିତ୍ୱ? ଗୁରୁଜୀ। ଗୁରୁଜୀ ତ ଧ୍ୟାନ ପୂଜା ପାଠ ଏଭଳି କରିବା ଲୋକ, ତପସ୍ୟାରେ ବସିବା ଲୋକ, ସେ ଯୁଦ୍ଧ କ'ଣ ବିଷୟରେ ଜାଣିଛନ୍ତି? କିଛି ଜାଣିନାହାନ୍ତି। ହଉ, ରାଜା ଯଦି କହୁଛନ୍ତି ତାହେଲେ ମୁଁ ସେନାପତି ହେବା ପାଇଁ ପ୍ରସ୍ତୁତ। ତାପରେ ଦ୍ୱିତୀୟ ଦିନ ତାଙ୍କୁ ବୀର ବେଶରେ ସଜା ହେଲା, ସେନାପତିର ମୁକୁଟ ପିନ୍ଧା ହେଲା। କାହାକୁ ପିନ୍ଧା ହେଲା? ଗୁରୁଜୀଙ୍କୁ ପିନ୍ଧା ହେଲା। ସବୁ ସୈନ୍ୟ ସାମନ୍ତ ସୁସଜ୍ଜିତ ହେଇକି ଛିଡ଼ା ହେଲେ। ଏବେ ସମସ୍ତେ ଆଗକୁ ବଢି ଚାଲିଲେ। କୋଉଠି କୁଆଡେ ଆଗକୁ ବଢିଲେ? ଯୁଦ୍ଧ କରିବା ପାଇଁ। ମନ ଦେଇ ଶୁଣୁଥ, ପ୍ରଶ୍ନ ପଚାରିଲେ କହୁଛୁ କୁଆଡେ ବାହାରିଲେ ସେମାନେ? ଯୁଦ୍ଧ କରିବା ପାଇଁ ବାହାରିଲେ। ଯାଉ କିଛି ଦୂର ଗଲା ପରେ ସନ୍ଧ୍ୟା ସମୟ ହେଇଗଲା। କ'ଣ ସମୟ ହେଲା? ସନ୍ଧ୍ୟା ସମୟ ହେଇଗଲା। ହେଲେ ଇଏ ତ ଗୁରୁଜୀ ସନ୍ନ୍ୟାସୀ ଲୋକ, ଧ୍ୟାନ କରିବା, ପୂଜା ପାଠ କରିବା ତାଙ୍କର ଲକ୍ଷ୍ୟ। ସନ୍ଧ୍ୟା ସମୟରେ ତାଙ୍କର ଅଭ୍ୟାସ ମତେ ସେ କହିଲେ, ଏବେ ତ ସନ୍ଧ୍ୟା ହେଇଗଲାନି, ଏବେ ତ କୌଣସି ଯୁଦ୍ଧ ହବନି, ଯୁଦ୍ଧ କରିବାକୁ ଯିବାନି, ଏଠି ଟିକେ ଛାଉଣି ପକେଇ ଏଠି ଟିକେ ରହିଯିବା, କିଛି ସମୟ ରହିଯିବା। ଏ ପାଖରେ ଯୋଉ ପାହାଡଟା ନାହିଁ, ଆଣୁଛନ୍ତି ରେ ବାବୁ, ପାଣି ଟିକେ କିଏ ବ୍ୟବସ୍ଥା କରୁଛନ୍ତି କିଏ? ଠିକ ପିଲାଟା ପାଣି ମାଗୁଛି, ଯାଇଛି ହେଲା ହେଲା। ସିଏ କହିଲେ ମୁଁ ଟିକେ ପାହାଡ଼ଟା ଅଛି ନା, ମୁଁ ସେ ପାହାଡ଼ ଉପରେ ଗୋଟେ ମନ୍ଦିର ଅଛି, ମୁଁ ଟିକେ ଯାଉଛି ସେଇଠି ଟିକେ କିଛି ସମୟ ଧ୍ୟାନ କରିକିରି ଆସିବି। ମୁଁ ତ ସବୁବେଳେ ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେବାର ମୋର ସମୟ ଆସିଗଲାନି। ଧ୍ୟାନରେ ମୁଁ ସବୁବେଳେ ପ୍ରଭୁଙ୍କ ସହିତ କଥାବାର୍ତ୍ତା ହୁଏ। ଆମ ଯୁଦ୍ଧ ବିଷୟରେ ମଧ୍ୟ ବି ତାଙ୍କୁ କିଛି ଜଣେଇବି, ତାଙ୍କର କ'ଣ ନିର୍ଦ୍ଦେଶ ମିଳେ ତାହେଲେ ମୁଁ ତୁମ ସମସ୍ତଙ୍କୁ ଆସିକିରି ଶୁଣେଇବି। ଏଭଳି କହିକିରି ସିଏ ଚାଲିଲେ ଏକା ଘୋଡ଼ାରେ ପାହାଡ଼ ଉପରେ। ପାହାଡ଼ ଉପରେ କିଛି ସମୟ ରହିଲେ, ଧ୍ୟାନସ୍ଥ ହେଇ ରହିଲେ। ତାପରେ ଟିକେ ଟିକେ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ସିଏ ପଳେଇ ଆସିଲେ। ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ଯେ ଆମର ସେନାପତି ଆସିବେ, ତାଙ୍କୁ କ'ଣ କହିଲେ ଭଗବାନ
ତାହାର ସନ୍ଦେଶ ଶୁଣିବା ସେନାପତିଙ୍କ ଠାରୁ। ସେ ଯେତେବେଳେ ଆସୁଛନ୍ତି ସେ କହିଛନ୍ତି ମୁଁ ଧ୍ୟାନରେ ଗଲି, ମୁଁ ଯେଭଳି ଧ୍ୟାନରେ ଯିବା କଥା ଧ୍ୟାନରେ ଗଲି, ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେଲି। ପ୍ରଭୁ ମତେ ଗୋଟେ ସନ୍ଦେଶ ଦେଲେ ଯେ ହାରିବା ଜିତିବା କଥା ମତେ କିଛି କହିଲେ ନାହିଁ, କିନ୍ତୁ ସିଏ ମତେ ଗୋଟେ କଥା କହିଲେ ଯେ ଯେତେବେଳେ ଦେଖିବୁ ଗୋଟେ ଉଜ୍ଜଳ ତତେ ଦୁଷିବ ଅନ୍ଧାରରେ, ଯଦି ଉଜ୍ଜଳ ଦେଖାଗଲା ତାହେଲେ ତୁମର ବିଜୟ ନିଶ୍ଚିତ। ଯଦି ଉଜ୍ଜଳ ଫୁଜଳ କିଛି ଦୁଷିଲା ନାହିଁ ତାହେଲେ ହାରିବାଟା ହାରିବ। କଣ ହବ? ହାରିବାଟା ହାରିବ। ଗୁରୁଜୀଙ୍କର ଏ କଥା ଶୁଣିକି ସମସ୍ତଙ୍କର ଧ୍ୟାନ କୋଉଠି ଯାଇଥିବ ପିଲେ? ସେ ପାହାଡ ଉପରକୁ ଏକା ଯାଇଥିବ। ସମସ୍ତେ ଏମିତି ଅନେଇ ରହିଲେ। ତାପରେ କିଛି ସମୟ ପରେ କଣ ହେଲା? ଧୀରେ 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 ଗୋଟିଏ ଉଜ୍ଜଳ ଦେଖାଗଲା। ସେଇ ଉଜ୍ଜଳଟା ଆହୁରି ଉଜ୍ଜଳ ହେଲା। ସେ ଉଜ୍ଜଳଟା ଆହୁରି ଉଜ୍ଜଳ ହେଲା। ଯେତେବେଳେ ଜୋର ଉଜ୍ଜଳ ହେଲା ସମସ୍ତେ କଣ କରିଥିବେ ପିଲେ? ସମସ୍ତେ ଖୁସିରେ ତାଳି ମାରିଲେ, ଡେଇଁଲେ, ନାଚିଲେ। କଣ ପାଇଁ ନାଚିଥିବେ ପିଲେ? ପାଣି ପିଇବନି, ଜିତି ଯିବେ ବୋଲି ଖୁସିରେ ନାଚିଲେ। କଣ କଲେ? ଆଜି ପ୍ରଭୁ କହିଲେ, ଭଗବାନ କହିଲେ ଆମର ବିଜୟ ନିଶ୍ଚିତ, ଆମର ବିଜୟ, ଆମେ ଜିତିଗଲୁ। ସେଇଠୁ ହିଁ ସେ ଜିତିଗଲେ। ତା ବାସି ଦିନ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ଏମାନେ ଫୁଲ ଫୋର୍ସରେ ଆମେ ତ ଜିତି ଯାଇଛୁ ଆଉ। ଭଗବାନ କହିଛନ୍ତି, ସ୍ୱୟଂ ଭଗବାନ କହିଛନ୍ତି ଆମର ଜିତ ନିଶ୍ଚିତ। ଖୁବ ଜୋରରେ ଲଢେଇ କଲେ, ଖୁବ ଜୋରରେ ଲଢେଇ କରି ଏତେ ବଡ ଶକ୍ତିଶାଳୀ ସେନାଟାକୁ ସମସ୍ତଙ୍କୁ ସେମାନେ ପରାସ୍ତ କରିଦେଲେ। ଶେଷରେ କିଏ ଜିତିବାରେ ଥିଲେ? ଦୁର୍ବଳ ରାଜ୍ୟର ରାଜା ନା ଶକ୍ତିଶାଳୀ ରାଜ୍ୟର ରାଜା? ଦୁର୍ବଳ ରାଜ୍ୟର ରାଜା ଜିତିଗଲେ। କାହିଁକି ଜିତିଗଲେ? କାହିଁକି ଜିତିଲେ ପିଲେ? ତାଙ୍କ ଭିତରେ ଯୋଉ ଆତ୍ମବିଶ୍ୱାସ ଜାଗୃତ ହେଲା। କଣ ହେଲା? 10 ନମ୍ବର ପଏଣ୍ଟ, କେବଳ ଆତ୍ମବିଶ୍ୱାସ। ସେ କିଛି କରିନଥିଲେ ପିଲେ। ସେ ସାଧୁ ଜଣକ କଣ କରିଥିଲେ ଜାଣିଛନ୍ତି? ସେ କେବଳ ଉଜ୍ଜଳ ସମୟରେ ଯାଇଥିଲେ, ସେଇଠି ଗୋଟେ ଦୀପଟି ଜଳେଇକିରି ଆସିଥିଲେ। ଯେତେ ଯେତେ ଅନ୍ଧାର ହେଲା ସେ ଦୀପଟା ଅଧିକ ଉଜ୍ଜଳ ଦେଖାଗଲା। ସେ ଏଇ କାମଟି ହିଁ କଲେ, କିନ୍ତୁ ସମସ୍ତଙ୍କ ଭିତରେ କଣ ଜାଗୃତ ହେଲା? ଆତ୍ମବିଶ୍ୱାସ ଜାଗୃତ କଲେ। ଗୁରୁଜୀ କେବଳ ସେତିକି କାମ କଲେ। ଆତ୍ମବିଶ୍ୱାସ। ଯୋଉ ସେନାପତି ପାଖରେ ଆତ୍ମବିଶ୍ୱାସ ନଥିଲା, ସବୁ ସୈନିକ ଭିତରେ ଆତ୍ମବିଶ୍ୱାସ ଆସିଯିବା କାରଣରୁ ସେମାନେ ପୁରାପୁରି ଜିତିଗଲେ। ତେଣୁକରି ସବୁ ପିଲାମାନେ, ଗୋଟେ ବିଦ୍ୟାର୍ଥୀର ଉତ୍ତମ ଲକ୍ଷଣ ହେଲା ନିଜ ଭିତରେ ଆତ୍ମବିଶ୍ୱାସ ରଖିବା। ଆତ୍ମବିଶ୍ୱାସକୁ କେବେ ହରେଇବାନି। ମୁଁ ନିଶ୍ଚିତ ପାରିବି, ମୋ ଦ୍ୱାରା ନିଶ୍ଚିତ ଭାବରେ ଏଇଟା ହେଇପାରିବ, ମୁଁ କରିପାରିବି, ହେଲା। ଏଇ ଇଚ୍ଛାଟାକୁ କେବେ ହେଲେ ଛାଡ଼ିବା। ଯେତେବେଳେ ଆତ୍ମବିଶ୍ୱାସ ରହିବ, ଆମେ ସବୁ କାର୍ଯ୍ୟରେ ସଫଳତାକୁ ପାଇବା ହିଁ ହେଲା। ଆଚ୍ଛା, ଆମର ଦିଦି ଆସିଗଲେଣି। ଏତିକିରେ ଆମର ମୋର ସେସନଟି ସମାପ୍ତ କରୁଛି। ଆଜିର ଇନାଗରେସନ କାର୍ଯ୍ୟକ୍ରମ ରହିବ। ଭଲ ଲାଗିଲା ନା ପିଲାମାନେ? ଉତ୍ତମ ବିଦ୍ୟାର୍ଥୀର ଲକ୍ଷଣ ଗୁଡ଼ିକ ଜାଣିଲ ନା ନାହିଁ? ଏଇଟା କାମରେ ଆଣିବା ନା ନାହିଁ? ମୁଁ ଆହୁରି ଗୋଟିଏ ବିଷୟରେ ତୁମମାନଙ୍କୁ କହିବାର ଥିଲା। ମୋର ଜନି ତାପରେ ଟେଲିଂ ରାୟ, ତାପରେ
ବଢିଆ 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 ହେଲା ୟେସ୍ ପାପା ଆଉ ନୋ ପାପା ଏଠି ଅଛନ୍ତି ଆମର ବାବା ଏଠି ଆମର କିଏ ଅଛନ୍ତି ବାବା ବାବା ଆମର କହୁଛନ୍ତି ଯେ ଗୋଟିଏ କାମ କର ସେଇଠି ରଖିବା ଆସ ବୋଲେ ବେଲୁନ ସମସ୍ତେ ସେଇଠି ରଖି ଆସ ସମୟ ଏବେ 5:15 ହେଲା ଏବେ 4:15 5:30 ହେଲେ ଯିବୁ ହେଲା ଏବେ 4:15 ହେଲା ଗୋଟେ କଥା ମନେ ରଖିବା ଯେ ଆମେ ଭିଡିଓ ଗେମ୍ ଦେଖିବା नो बाबा वो समझते देखिबा टीवी देखी खाइबा नो बाबा ହେଲା ଦେରେ ଉଠିବା ସକାଳୁ ଉଠିବା ହଁ ସତ କଥା କହିବା ମିଛ କଥା କହିବା ହେଲା ଅରୁଟିଏ ଯଦି କହିବ ମିଛ ମିଛ ଲାଗିଥିବ ପଛକୁ ପଛ କଣ କହିବ ଟିକେ ଥରୁଟିଏ ଯଦି କହିବ ମିଛ ମିଛ ଲାଗିଥିବ ସେଥିପାଇଁ ସବୁବେଳେ ଚେଷ୍ଟା କର ମିଛ ଠାରୁ ଦୂରେଇ ରହିବା ପାଇଁ ମିଛ କହିବା ନାହିଁ ଯଦି ଟିକେ ମିଛ କହିବା ଆମେ ମିଥ୍ୟାବାଦୀ ହେଇଯିବା ଆମକୁ କେହି ହେଲେ ବିଶ୍ୱାସ କରିବେନି ହେଲା ତେଣୁକରି ସବୁବେଳେ କଣ କହିବା ସତ କହିବା ଆଉ ଗୋଟେ କଥା ମୁଁ କହିବା ପାଇଁ ଚାହୁଁଛି ଯେ ମନେ ରଖ ତୁମ ମାନଙ୍କ ତ କେତେ ଜଣ ସାଙ୍ଗ ଥିବ ନାଇଁ ତୁମର କେତେ